କାଳିଆପାଣି ଥାନା ଗୁରୁଜଙ୍ଗ ଗାଁ ଡମଶାଳା ନାଳକୂଳ ସଡ଼କରେ ଟ୍ରକ୍ ଦୁର୍ଘଟଣାରେ ବାଇକ୍ ଆରୋହୀ ଶ୍ରମିକ ମୃତ। କାଳିଆପାଣି ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଗାଁ ଡମଶାଳା ନାଳକୂଳ ସଡ଼କରେ ଏକ କ୍ରୋମାଇଟ୍ ବୋଝେଇ ଟ୍ରକ୍ ଦୁର୍ଘଟଣାରେ ବାଇକ୍ ଆରୋହୀ ଫେକର ବେଦାନ୍ତ ଓସ୍ତପାଳ କ୍ରୋମାଇଟ୍ ଖଣିର ଜଣେ ଠିକା କର୍ମଚାରୀଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ମୃତକ ଜଣକ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାରୁଆଁ ଗ୍ରାମର ବିଦୁର ରାଉତଙ୍କ ପୁଅ ବିଶ୍ୱଜିତ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ ବିଶ୍ୱଜିତ ନିଜ କର୍ମକ୍ଷେତ୍ରରୁ ଘର ଫେରିବା ବାଟରେ ଖଣିରୁ ମାତ୍ର 200 ମିଟର ଦୂର ସଡ଼କରେ ଦୁର୍ଘଟଣାର ଶିକାର ହୋଇଥିଲେ। ଖଣିରୁ କ୍ରୋମାଇଟ୍ ବୋଝେଇ କରି ଭଦ୍ରକ ରାନ୍ଦିଆ ଯାଉଥିବା ଟ୍ରକ୍ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ସହକର୍ମୀମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଦ୍ରୁତ ଗତିରେ ଟ୍ରକ୍ ଚଲାଇ ପଳାଉଥିବା ଅଭିଯୁକ୍ତ ଡ୍ରାଇଭରକୁ ଭୁବନ ଥାନା ବଡ଼କାଠିଆ ଗ୍ରାମର ତାରାଚାନ୍ଦ ମହାନ୍ତଙ୍କୁ ଲୋକେ ଅଟକାଇ ପୋଲିସ ଜିମା ଦେଇଛନ୍ତି। ଘଟଣାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ପ୍ରଧାନ ଏକ ଟିମ୍ ନେଇ ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ଟ୍ରକ୍କୁ ଜବତ କରିଛନ୍ତି। ବାପା ବିଦୁର ରାଉତଙ୍କ ଏତଲା ଆଧାରରେ ଥାନାରେ କେସ୍ ନମ୍ବର 37/26ରେ ମାମଲା ରୁଜୁ କରାଯାଇ ମଙ୍ଗଳବାର ଦିନ ଶବ ବ୍ୟବଚ୍ଛେଦ ପାଇଁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଯାଇ ଘଟଣା ତଦନ୍ତ ଜାରି ରହିଥିବା ବେଳେ ମଙ୍ଗଳବାର ଦିନ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।